କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଛତିକୁଡ଼ା ଛକରେ ରାଜ୍ୟ ରାଜପଥ ନମ୍ବର 6ର ଦୁରବସ୍ଥା ଏବେ ଚିନ୍ତାର କାରଣ ପାଲଟିଛି। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦେଇ ପ୍ରତିଦିନ ଶହ ଶହ ମାଲବାହୀ ଯାନ ସମେତ ବିଭିନ୍ନ ଯାନବାହନ ଚଳାଚଳ କରୁଛି। ହେଲେ ରାସ୍ତାରେ ବଡ଼ ବଡ଼ ଖାଲଖମା ସାଙ୍ଗକୁ ଧୂଳି ଓ କାଦୁଅ ଯୋଗୁଁ ଯାତ୍ରୀ, ଚାଳକ ଓ ସ୍ଥାନୀୟ ବ୍ୟବସାୟୀ ନାହିଁ ନଥିବାର ଦୁର୍ଦ୍ଦଶା ଭୋଗୁଛନ୍ତି। ଭବାନୀପାଟଣାରୁ ଛତିକୁଡ଼ା ଦେଇ ରାୟପୁର ଏବଂ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଭିମୁଖେ ପ୍ରତିଦିନ ଭାରୀ ଯାନବାହନ ଚଳାଚଳ କରୁଛି। ଏହାସହ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନୀର ମାଲବାହୀ ଯାନ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛି। ଫଳରେ ଛତିକୁଡ଼ା ଛକରେ ରାସ୍ତାର ଦୁରବସ୍ଥା ଦିନକୁ ଦିନ ଅଧିକ ଗମ୍ଭୀର ହେଉଥିବା ଅଭିଯୋଗ ହେଉଛି। ଛତିକୁଡ଼ା ଏକ ପ୍ରମୁଖ ବ୍ୟବସାୟିକ ଛକ ହୋଇଥିବାରୁ ରାସ୍ତା କଡ଼ରେ ଦୋକାନ କରି ଅନେକ ବ୍ୟବସାୟୀ ଜୀବିକା ନିର୍ବାହ କରୁଛନ୍ତି। ଖରାଦିନେ ଭାରୀ ଯାନ ଚଳାଚଳ ଯୋଗୁଁ ଉଡୁଥିବା ଧୂଳି ଦୋକାନ ଓ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଅନ୍ୟପଟେ ବର୍ଷା ହେଲେ ରାସ୍ତାର ଖାଳଖମାରେ ପାଣି ଜମି ଯାତାୟାତ ଆହୁରି ବିପଦପୂର୍ଣ୍ଣ ହୋଇପଡୁଛି। ଏହି ରାସ୍ତାରେ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେଣୁ ଆଗକୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ଏହି ଦାବି ଗଣଧାରଣା ଓ ଆନ୍ଦୋଳନର ରୂପ ନେଇପାରେ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। କଳାହାଣ୍ଡି ଭବାନୀପାଟଣାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ। ଆଜ୍ଞା ଆପଣଙ୍କ ପରିଚୟ? ଅକ୍ଷୟ କୁମାର ସାହୁ, ଛତିଗୁଡ଼ା। ଆଜ୍ଞା ଇଏ ଆପଣଙ୍କର ଛତିଗୁଡ଼ା ଛକ ନିକଟରେ ଯେନ୍ ରାଜ୍ୟ ରାଜପଥ 6ରେ ଖାଲଖମା ଥିବାରୁ ଆପଣମାନେ ଦୈନନ୍ଦିନ ଯାତାୟାତ ସମୟରେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ? ବହୁତ ଅସୁବିଧା ହଉଛି ସାର୍। ଖରା ମାସରେ ବି ଏଠି ଧୂଳି ବହୁତ ହଉଛି, ଉଡୁଛି। ରାସ୍ତାଟା ବହୁତ ଦିନ କାମ ନାଇଁ ହେବା ସାର୍। ସେଟା ବି ବନି କରି ଦୁଇ ସାଇଡରେ ବନେଇଲେ ଆଉ ମଝିଟା ନାଇଁ ବନବା ରାସ୍ତାର ସେଟା। ଆଉ ଏଇଟା ବର୍ଷା ମାସରେ ଖାଲରେ ପାଣି ଜମା ହଉଛି ଆଉ ଆକ୍ସିଡେଣ୍ଟର ବହୁତ ସମ୍ଭାବନା, ବହୁତ ପ୍ରୋବ୍ଲେମ ହଉଛି ଆକ୍ସିଡେଣ୍ଟଟା। ଆଚ୍ଛା ଆପଣଙ୍କର ମତରେ এই ରାସ୍ତାକୁ ତୁରନ୍ତ ମରାମତି କରିବା କାହିଁକି ଜରୁରୀ ପଡୁଛି? ସାର୍ ଏଠୁ ରାୟପୁରରୁ ବିଶାଖାପାଟଣା ସବୁ ମାଲ ଏକ୍ସପୋର୍ଟ ଇମ୍ପୋର୍ଟ ହଉଛି ସାର୍। ସବୁ ଲୋଡ ଟ୍ରକ୍ ମାନେ ସବୁ ଯାଉଛି, ସେଥିପାଇଁ ରାସ୍ତାଟା ବହୁତ ଜଲ୍ଦି ଏଇଟା ଖରାପ ହେଇଯାଉଛି। ଆଚ୍ଛା ଆପଣଙ୍କ ଯଦି ପ୍ରଶାସନ ଯଦି ଆପଣଙ୍କ ସାମ୍ନାରେ ଥାନ୍ତା ତେବେ ରାସ୍ତା ସମ୍ପର୍କରେ ଆପଣ କ'ଣ ଦାବି କରିଥାନ୍ତେ? ରୋଡଟା ନିହାତି ହେବା ଦରକାର ସାର୍।